ସାର୍ ପ୍ରଣାମ। ମୋର ଚ୍ୟାନେଲକୁ ଆପଣଙ୍କୁ ସ୍ୱାଗତ କରୁଛି। ଯେହେତୁ ଆପଣ ଏଠିକାର ପୁରୁଣା ଲୋକ, ତେଣୁ ମୁଁ ନନ୍ଦପୁରକୁ ପଶିବା ପୂର୍ବରୁ ପ୍ରଥମେ ଶିବଙ୍କ ମନ୍ଦିର ସର୍ବେଶ୍ୱର ମନ୍ଦିର ଦର୍ଶନକୁ କରିବାକୁ ମିଳିଲା। ଟିକେ ସାର୍ ତା'ର କିମ୍ବଦନ୍ତୀ କ'ଣ ଅଛି ସେ ବିଷୟରେ ମୁଁ ଜାଣିବାକୁ ଚାହୁଁଛି। ପ୍ରଥମେ ଜାଣିବାକୁ ଚାହୁଁଛି, ଆପଣ ଯେହେତୁ ପୁରୁଣା ବାସିନ୍ଦା, ତେଣୁ ଶିବ ମନ୍ଦିର କେଉଁ ରାଜା ସମୟରେ ହେଇଥିଲା, ପ୍ରଥମ ପୂଜାରୀ କିଏ ଥିଲେ, ଏ ବିଷୟରେ କିଛିଟା କିମ୍ବଦନ୍ତୀ ଯଦି ଯାହା ଆପଣଙ୍କ ଜ୍ଞାତସାରରେ ଅଛି ଟିକେ ଜଣାଇବେ। ନମସ୍କାର। ଇତିହାସରେ ନନ୍ଦପୁର ଯେଉଁ ଶିବ ମନ୍ଦିର ଅଛି ତାକୁ ସର୍ବେଶ୍ୱର ମନ୍ଦିର ନାମ ଦିଆଯାଇଛି, କିନ୍ତୁ ଆଗରୁ ସେଇଟା ସର୍ବେଶ୍ୱର ନଥିଲା, ବିଶ୍ଵେଶ୍ୱର ମନ୍ଦିର ଥିଲା। ପରବର୍ତ୍ତୀ ସମୟରେ ସର୍ବେଶ୍ୱର ମନ୍ଦିର କୁହାଯାଉଛି। ଏଠି କୌଣସି ଲିଖିତ ଇତିହାସ ତ ଆମେ ଦେଖିନାହୁଁ କି ଜାଣିନାହୁଁ, ଲୋକ କଥାରୁ ଆମେ ଯାହା ଶୁଣିଛୁ। ପ୍ରଥମେ ଯେଉଁ ବିନାୟକ ଦେବ ଥିଲେ ଏଠି ରାଜା, ସେଇ ଅମଳରେ ତା ପୂର୍ବରୁ ମାନେ ଶିବ ମନ୍ଦିରଟା ତିଆରି ହେଇଛି। ଏଠି ଯେଉଁ ରଜା ଥିଲେ ସେ ମାନେ ଗୋଟେ ଲୋକ କଥାରୁ ଯାହା ଜଣାପଡ଼ୁଛି, ଏଠି ଯେଉଁ ରଜା ଥିଲେ ସେ ରଜାଙ୍କର ଅନେକ ଶତ୍ରୁ ବାହାରିଲେ। ସେମାନଙ୍କୁ ଦମନ କରିବା ପାଇଁ ବୋଲି ରାଜା ରାଜ୍ୟ ଛାଡ଼ିକରି ଚାଲିଗଲେ ଏବଂ ଲବଣ ମାନେ ଆଗକାଳରେ ବେପାରୀମାନେ ସବୁ ବଳଦରେ ଲବଣ ଆଣିବା ପାଇଁ ଲବଣ ନିଆଣ କରି ବ୍ୟବସାୟ କରୁଥିଲେ। ତାଙ୍କୁ ଲବଣିଆ କୁହାଯାଉଥିଲା। ଲବଣିଆ ମାନେ ତାଙ୍କୁ ସାହାଯ୍ୟ କରି ସେମାନଙ୍କ ସାହାଯ୍ୟରେ ପୁଣି ସୈନ୍ୟ ପୁନର୍ଗଠନ କରି ନିଜ ରାଜ୍ୟ ଦଖଲ କଲେ। ସେ ରାଜାଙ୍କର ନାଁ କେହି କହିପାରନ୍ତି ନାହିଁ। ତା ପରବର୍ତ୍ତୀ ସମୟରେ ଯେତେବେଳେ ଲବଣିଆ ମାନେ ଇଆଡ଼େ ଯିବା ଆସିବା କରୁଥିଲେ ବେପାର ବାଟ କରିବାକୁ, ସର୍ବେଶ୍ୱର ମନ୍ଦିର ପାଖରେ ସେମାନେ ରହଣି କରିକିରି ସେଠି ରାନ୍ଧିବାଡ଼ି ଖାଇକିରି ବିଶ୍ରାମ ନେଇକିରି ସେମାନେ ବ୍ୟବସାୟ ପାଇଁ ଯାଉଥିଲେ ଏବଂ ଆସିଲା ବେଳେ ମଧ୍ୟ ସେଠି ରହୁଥିଲେ। ତାଙ୍କର ଗୋଟେ ପେଣ୍ଠସ୍ଥଳୀ ଭଳିଆ ସେଠି ଥିଲା। ଦିନେ ଗୋଟେ ପଥର ଜଣେ ଲବଣିଆ ଯିଏକି ବହୁତ ଧନୀ ଥିଲା ଏବଂ ପ୍ରଭାବଶାଳୀ ଥିଲା, ତାର ଲୋକଙ୍କୁ ନେଇକରି ଆସିଲା। ଆସି ସେଠି ଆଶ୍ରୟ ନେଲା ବେଳେ ରୋଷେଇ କରିବା ପାଇଁ ବୋଲିକରି 3ଟି ପଥର ଖୋଜିଲା। ଗୋଟେ ପଥର ସେଠି ଥିଲା, ଆଉ 2ଟା ପଥର ଖୋଜିକିରି ଆଣିକିରି ସେଠି ରୋଷେଇ କରିବା ପାଇଁ ଯେତେବେଳେ ସେ ବସେଇଲା ତାର ହାଣ୍ଡି ବସେଇକି ଚୁଲି ଲଗାଇଲା ବେଳକୁ ଚୁଲିର ଇଏରେ ତାର ଯେଉଁ ବସେଇଥିଲା ବାସନଟା ରୋଷେଇ କରିବା ପାଇଁ ଲାଗି ସେଇଟା ଉପରକୁ ଉଠିକି ପଳେଇଲା। ନିଆଁ ପଥର ଫାଟିକିରି ଉପରକୁ ଉଠିକି ପଳେଇଲା। ପରବର୍ତ୍ତୀ ସମୟରେ ଲବଣିଆ ମନ ଦୁଃଖ କରିକି ସେଠି ଶୋଇଥିଲା। ରାତିରେ ତାକୁ ଶିବ ସ୍ୱପ୍ନ ଦେଲେ ଏବଂ ସେଇ ସ୍ୱପ୍ନରେ କହିଲେ ଯେ ତୁ ବୁଝିପାରିଲୁନି, ଦେଖିପାରିଲୁନି, ମୋର ଲିଙ୍ଗ ଉପରେ ତୁ ତୋର ବାସନ ବସେଇକିରି ତୁ ରୋଷେଇ କଲୁ, ଆଉ ତୁ ଯେଉଁ ଅପରାଧ କରିଛୁ, ତୁ ତ ଜଣେ ଧନୀ ଲୋକ, ବେପାର ବାଟ କରୁଛୁ, ଲୋକ ଲଗେଇକିରି ମୋର ମନ୍ଦିର ତିଆରି କର ବୋଲିକିରି ତାକୁ ଆଦେଶ ଦେଲେ। ସେ ସ୍ୱପ୍ନାଦେଶ ପାଇବା ପରେ ସେ ଶିବଙ୍କୁ ପ୍ରାର୍ଥନା କଲା ଯେ ଏଠି ତ ମିସ୍ତ୍ରୀ ନାହାନ୍ତି, ଲୋକ ନାହାନ୍ତି, ମୁଁ କେମିତି କାମ କ'ଣ କରିବି? କହିବାରୁ ଲେବର ମାନେ ଯେଉଁମାନେ ପଥର ବୋହିବା ପାଇଁ ବୋଲିକିରି ସ୍ଥାନୀୟ ଲୋକ ଲାଗିକିରି ସେ ପଥର ଜମା କଲେ। ଶିବଙ୍କ ଆଦେଶରେ ସେଇ ମନ୍ଦିରଟାକୁ ବିଶ୍ୱକର୍ମା ଗଢ଼ିଛନ୍ତି ବୋଲିକିରି ସମସ୍ତଙ୍କର ବିଶ୍ୱାସ ଆସିଛି ଏବଂ ସେ କଥା ମଧ୍ୟ ଚଳି ଆସୁଛି। ତେଣୁ ଆମେ ବହୁ ପୁରାତନ ଦିନରୁ ଦେଖୁଛୁ। ଏହା ଗୋଟେ ଉପକୂଳ ଅଞ୍ଚଳରେ ଯେଉଁ ମନ୍ଦିର ଗୁଡ଼ାକ ଅଛି, ମାନେ ଯେମିତି ମନ୍ଦିର ଗୁଡ଼ାକ ଅଛି, ନନ୍ଦପୁର ପାଖରେ ଅନ୍ୟ କୌଣସି ଜାଗାରେ ଏ ମନ୍ଦିର ନାହିଁ।